रथयात्रा 2025 ପାଇଁ पुलिस सुरक्षा व्यवस्था को बहुत मजबूत କରିଛି। डीजीपी जोगेश बहादुर खुनियार घोषणा କରିଛନ୍ତି ଯେ ଏଥର ରଥଯାତ୍ରାରେ एआई टेक्नोलॉजी ବ୍ୟବହାର କରାଯିବ। ଭିଡିଓ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ एआई ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ ରୁମ୍ ସ୍ଥାପିତ ହେବ ଏବଂ ରଥଯାତ୍ରା ପାଇଁ ଦେଖିବା ପାଇଁ ଆସୁଥିବା ଯାତ୍ରୀଙ୍କ ସୁବିଧା ପାଇଁ ଦିଆଯିବ। ପୂର୍ବ ସହର ଓ ଭୁବନେଶ୍ୱର କୋଣାର୍କ ରାସ୍ତାରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି କୁହାଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ଅଣସେବାୟତଙ୍କ ଦ୍ୱାରା ରଥ ଉପରେ ଚଢିବା ଘଟିଲେ ଗିରଫ କରାଯିବ ଏବଂ ରଥ ଉପରେ ମୋବାଇଲ ଫୋନ ବ୍ୟବହାରକୁ ବ୍ୟାନ୍ ହେବ। ପହଣ୍ଡି ପାଇଁ ସେବାୟତଙ୍କ ତାଲିକା ପ୍ରସ୍ତୁତ ହେଉଛି ଏବଂ ବିଭିନ୍ନ ବୟସର ଦଳ ପାଇଁ ସ୍ୱତନ୍ତ୍ର ଟିମ୍ ଗଠିତ ହେବ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆସନ୍ତା 21 ତାରିଖରେ ଦେଶ ପାଳିତ 11ତମ ଆନ୍ତର୍ଜାତିକ ଯୋଗ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚଳିତ ବର୍ଷ ଐତିହାସିକ ଯୋଗ ସଙ୍ଗମ ସକାଳ 6:30ରୁ 7:45 ପର୍ଯ୍ୟନ୍ତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ବୋଲି ସୂଚନା ଆସିଛି। ଚଳିତ ବର୍ଷ ଥିମ୍ ରହିଛି ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ। ସ୍ୱାସ୍ଥ୍ୟ ଜୀବନ ପାଇଁ ଯୋଗର ଲାଭ ସମ୍ପର୍କରେ ପିଲାମାନେ ଜାଣିବା ଉଦ୍ଦେଶ୍ୟ ଏଥର ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏନେଇ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଥିବା ପରେ ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଯୋଗ ଦିବସ ପାଳନ ପାଇଁ ତତ୍ପରତା ପ୍ରକାଶ ପାଇଛି। ବିଦ୍ୟାଳୟଗୁଡ଼ିକରେ ସକାଳ 6:30ରୁ 7:45 ପର୍ଯ୍ୟନ୍ତ ସ୍ୱତନ୍ତ୍ର ଯୋଗ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସୂଚନା ଆସିଛି। ଏଥିରେ ଶିକ୍ଷାର୍ଥୀଙ୍କୁ ଯୋଗ ଦେବା ପାଇଁ ଉତ୍ସାହିତ କରାଯିବ ଏବଂ ଆୟୁ ମନ୍ତ୍ରଣାଳୟ ଏକକ ଯୋଗ ପ୍ରୋଟୋକଲ ଅନୁକରଣ କରାଯିବ ବୋଲି ସୂଚନା ଆସିଛି। ଏହା ମନ୍ତ୍ରଣାଳୟମାନଙ୍କର ଆନ୍ତର୍ଜାତିକ ଯୋଗ ଦିବସ ପୋର୍ଟାଲ 22ଟି ଭାରତୀୟ ଭାଷାରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଅହମ୍ମଦାବାଦ ଏୟାର ଇଣ୍ଡିଆନ ବୋରିଂ 787 ବିମାନ ଉଡାଣ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେବା ପରେ କେନ୍ଦ୍ର ସରକାର ଏହାର ତଦନ୍ତ ପାଇଁ 3 ମାସର ରିପୋର୍ଟ ଦେବାକୁ ଏକ ବୈଶିଷ୍ଟ୍ୟ ମୁଖ୍ୟ ତଦନ୍ତ ପ୍ୟାନେଲ ଗଠନ କରିଛନ୍ତି। ପୂର୍ବତନ ଆମେରିକା ନୌସେନା ପାଇଲଟ କ୍ୟାପ୍ଟେନ ଷ୍ଟିଭ୍ ବିବର ବିମାନ ବିଷୟକୁ ବିଶ୍ଳେଷଣରେ 3ଟି ମୁଖ୍ୟ ସମ୍ଭାବନା ଉଠାଇଥିବା ବେଳେ ପ୍ରଥମଟି ହେଉଛି ବୈଦ୍ୟୁତିକ ବିଫଳତା, ଦ୍ୱିତୀୟ ହେଉଛି ଉଭୟ ଇଞ୍ଜିନ ବିଫଳତା ଏବଂ ତୃତୀୟ ହେଉଛି ହାଇଡ୍ରୋଜେନ ବ୍ୟବସ୍ଥା ଯେ ବିମାନର ଫ୍ଲାସ୍ ସେଟିଂ ଭୁଲିଯିବା ସହ ବେଳେ ଆଲାର୍ମ ଚାଲିଥାଏ। ଏହା ହେବା କମ୍ ସମ୍ଭାବନାକୁ ଦର୍ଶାଇଥାଏ। ସହିତ ସମସ୍ତ ତଥ୍ୟ ଓ ଦୁର୍ଘଟଣାକୁ ବଞ୍ଚିଥିବା ଏକମାତ୍ର ବ୍ୟକ୍ତିଙ୍କ ବୟାନ ଆଧାରରେ ଏବେ ତଦନ୍ତ ଚାଲିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଯାଜପୁରରେ ଝାଡାବାନ୍ତି ପ୍ରକୋପ ନିୟନ୍ତ୍ରଣ ପାଇଁ ପ୍ରଶାସନ ଦ୍ୱାରା ଜୋରଦାର ଚେଷ୍ଟା ଜାରି ରହିଛି। ଏପର୍ଯ୍ୟନ୍ତ ପ୍ରାୟ 200 ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଏବଂ ମୃତ୍ୟୁ ସଂଖ୍ୟା 5କୁ ପହଞ୍ଚିଛି। ଏଥିପାଇଁ ନିଜ ଟିମ୍ ଘଟଣାସ୍ଥଳରେ ପରିଦର୍ଶନ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର। ଆଇସିୟୁରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଏନସିଡିସି ଓ ଖାଦ୍ୟ ନିରାପତ୍ତା ବିଭାଗର 14 ଜଣ ସଦସ୍ୟ ଟିମ୍ ଯାଜପୁର ଯାଇ ସ୍ଥିତି ତଦାରଖ କରିବା ସହିତ ଝାଡାବାନ୍ତିର ମୂଳ ପାଣି ଓ ବାସି ଖାଦ୍ୟ ଅନୁମାନିତ କାରଣ ମାନରେ ମନା ଯାଇଛି। ପ୍ରତି ପଞ୍ଚାୟତରେ ଜଳ ବିଶୋଧନ, ଜଳ ଓ ଘରେ ଘରେ ସଚେତନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ବୃନ୍ଦା ଡି, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମାଲିକ ଓ ଯାଜପୁର ଗସ୍ତ କରି ଘଟଣାସ୍ଥଳ ତଦାରଖ କରିଥିଲେ। ସେଠୁ ଅନେକ ରୋଗୀଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ସ୍ଥିତି ସ୍ଥିର ରହିଥିବା ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ଫୁଟା ଆଉ ପରିଶୁଦ୍ଧ ପାଣି ପିଇବା ଓ ବାହାର ଖାଦ୍ୟ ବନ୍ଦ କରିବାକୁ ସଚେତନ କରାଯାଇଛି ଏବଂ ସଚେତନ ସହିତ ସରକାର ଏହାକୁ ବାରଣ ମଧ୍ୟ କରିଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ରେସିଡେନ୍ସ ସାର୍ଟିଫିକେଟ ଓ କାଷ୍ଟ ସାର୍ଟିଫିକେଟ ପ୍ରାୟ ସମସ୍ତଙ୍କର ଆବଶ୍ୟକ ପଡିଥାଏ। ଏଥିପାଇଁ ପ୍ରତି 6 ମାସରେ ଥରେ ତହସିଲ ଅଫିସକୁ ଦୌଡ଼ିବାକୁ ପଡିଥାଏ, କିନ୍ତୁ ଏବେ ଏଥିରୁ ମିଳିବ ମୁକ୍ତି। ଆଗକୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡିବନି। ଏଥର କାଷ୍ଟ ସାର୍ଟିଫିକେଟ ବା ଜାତି ପ୍ରମାଣପତ୍ର ବାହାର କଲେ ତାହା ସବୁଦିନ ପାଇଁ କାମରେ ଲାଗିବ ବୋଲି ସୂଚନା ଆସିଛି। ମୁଖ୍ୟତଃ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଜୀବନରେ ଥରେ ସାର୍ଟିଫିକେଟ ବାହାର କରିବାକୁ ପଡିବ। ଏସସିବି ଓ ଓବିସି ବର୍ଗର ପାଇଁ କିନ୍ତୁ ପୂର୍ବ ନିୟମ ବଳବତ୍ତର ରହିବ ବୋଲି ସୂଚନା ଆସିଛି। ଠିକ୍ ସେହିପରି ରେସିଡେନ୍ସ ସାର୍ଟିଫିକେଟ ବା ଆବାସିକ ପ୍ରମାଣପତ୍ର ଥରେ ବାହାର କଲେ ଜୀବନ ସାରା କାମରେ ଲାଗିବ। ଆଧାର ସହ ରେସିଡେନ୍ସ ସାର୍ଟିଫିକେଟର ସିଧାସଳଖ ଲିଙ୍କ ରହିବ ଏବଂ ଆବଶ୍ୟକ ସ୍ଥଳରେ ଆଧାରରେ ଥିବା ଠିକଣା ରିନ୍ୟୁ କରିବାକୁ ପଡିବ। ରାଜସ୍ୱ ବିଭାଗର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ସେପଟେ ଲୋକଙ୍କ ସୁବିଧା ପାଇଁ ନୂଆ ରାଜସ୍ୱ ଅଫର ମଧ୍ୟ ବ୍ୟବହାର କରାଯାଇଥିବା ବେଳେ ଯେଉଁଥିରେ ବିଭାଗର 18ଟି ସେବାଘର ବସି ପାଇପାରିବେ। ଏହାସହ ସରକାର ଏହି ନୂଆ ବ୍ୟବସ୍ଥା ଖୁବ୍ ଶୀଘ୍ର ଘୋଷଣା ହେବା ନେଇ ସଂକେତ ଦେଇଥିବାର ରାଜସ୍ୱ ମନ୍ତ୍ରୀ କହିଛନ୍ତି। ପ୍ରାୟ ସମସ୍ତଙ୍କର ଜାତି ପ୍ରମାଣପତ୍ର ଓ ରେସିଡେନ୍ସ ସାର୍ଟିଫିକେଟର ଆବଶ୍ୟକତା ପଡିଥାଏ। ସେହିପରି ଜାତିଗତ ପ୍ରମାଣପତ୍ର ଆବଶ୍ୟକ ହୋଇଥାଏ। ଅନେକ ସମୟରେ ସାର୍ଟିଫିକେଟ ଖଣ୍ଡିଏ ଆଣିବା ପାଇଁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡୁଥିବା ବେଳେ ସରକାର ଏହି ନିୟମ ଲାଗୁ କଲେ ସମସ୍ତେ ଉପକୃତ ହେବେ ବୋଲି କୁହାଯାଉଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ହଇଜାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ କହିଛନ୍ତି ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳିନଥିଲା ତାହା ଏବେ ଅସ୍ତବ୍ୟସ୍ତ କଲାଣି। ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକରେ ହଇଜା ଭୟଙ୍କର ହେବାକୁ ଲାଗିଥିବା ବେଳେ ଏପରି ହଇଜାରେ 14 ଜଣଙ୍କ ପ୍ରାଣ ହରାଇବା ବେଳେ ମୋତେ ବ୍ୟଥିତ କରିଛି। ସେମାନଙ୍କ ପରିବାର ବର୍ଗ ଓ ଆତ୍ମୀୟଙ୍କ ପ୍ରତି ସହନଶୀଳ ଜଣାଇଛନ୍ତି ନବୀନ। ନବୀନ କହିଛନ୍ତି ରାଜ୍ୟ ସରକାର ଏହି ଘଟଣାକୁ ହାଲୁକା ଭାବରେ ନେବା ସମସ୍ତଙ୍କୁ ବିଚଳିତ କରୁଛି। ହଇଜା ପାଇଁ ବ୍ୟାପକତା ରଖିବାକୁ ରାଜ୍ୟ
ରାଜ୍ୟ ସରକାର ଦୃଢ ପଦକ୍ଷେପ ନିଅନ୍ତୁ ବୋଲି ନବୀନ କହିଛନ୍ତି।